ଗୋଶାଳା ଅଛି ଗୋବଂଶ ନାହାନ୍ତି। ଚଳୁ କରିଛନ୍ତି 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସରକାରଙ୍କର। ବିଜେଡି ସରକାର ବେଳେ କିଭଳି ଭାବେ ଚଳୁ କରି ବଡ଼ ବଡ଼ କଥା କହୁଛନ୍ତି ମୁଖିଆ। ସମ୍ପ୍ରତି ଗୋଶାଳା ପରିଦର୍ଶନ କଲେ ଖାଲି ପଡ଼ିଛି ଗୋଶାଳା। ଶୁଖିଲା ଘାସ ସହିତ ଗାଈମାନଙ୍କର ଚିହ୍ନ ବର୍ଣ୍ଣ ନାହିଁ। ଏ ହେଉଛି ସେହି ଗୋଶାଳା। ଆପଣମାନେ ଦେଖୁଛନ୍ତି ଏ ଗୋଶାଳାଙ୍କ ମହାରାଜାଙ୍କର ବଡ଼ ବଡ଼ କଥା, ହେଲେ ଚଳୁ କରୁଛନ୍ତି ଲକ୍ଷାଧିକ ଟଙ୍କା। କେବେ ତଦନ୍ତ କରିବ ସରକାର? କେବେ ତଦନ୍ତ କରିବ ଏହି ବିପୁଳ ଅର୍ଥ ଖାଉଥିବା ଗୋଶାଳାର ମୁଖିଆଙ୍କ ବିଷୟରେ? କ'ଣ ତାଙ୍କ ପାଖରେ ଅଛି ତତ୍କାଳୀନ ବିଜେଡି ସରକାର ସମୟରେ ପ୍ରତିଷ୍ଠିତ ହୋଇଥିଲା? ହେଲେ ଦେଖନ୍ତୁ କିଭଳି ଭାବେ ସିଧା ଗୋଶାଳା ପାଇଁ ଲକ୍ଷାଧିକ ଟଙ୍କା ହଡପ। ରାୟଗଡ଼ା ଜିଲ୍ଲାର କଲ୍ୟାଣ ସିଂହପୁର ଅଞ୍ଚଳରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାୟଗଡ଼ାର ସୌଜନ୍ୟରେ 2022-23 ଆର୍ଥିକ ବର୍ଷରେ ପ୍ରତିଷ୍ଠା ହୋଇଥିବା ଗୋଶାଳାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ପ୍ରାୟ 56 ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ନିର୍ମିତ ଏହି ଗୋଶାଳା ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ 50 ଲକ୍ଷ ସହାୟତା ପ୍ରଦାନ କରାଯାଇଥିଲା। ଗୋଶାଳା ପ୍ରତିଷ୍ଠା ସମୟରେ 42ଟି ଗୋବଂଶ ରହିଥିଲେ, କିନ୍ତୁ ସମ୍ପ୍ରତି ଗୋଶାଳା ପରିଦର୍ଶନ ସମୟରେ ସେଗୁଡ଼ିରେ କୌଣସି ଗୋବଂଶ ନଥିବା ଦେଖିବାକୁ ମିଳିଥିଲା। କେବଳ ଶୁଖିଲା ଘାସ ଗଚ୍ଛିତ ଥିବା ବେଳେ ଗାଈମାନଙ୍କର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଏହି ଗୋଶାଳାରେ ଦାୟିତ୍ୱରେ ଥିବା ବ୍ୟକ୍ତି ମହାରାଜାଙ୍କ ସହ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗୋଶାଳାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରିନଥିବା ଅଭିଯୋଗ ହୋଇଛି। ତତ୍କାଳୀନ ବିଜେଡି ସରକାର ସମୟରେ ପ୍ରତିଷ୍ଠିତ ଏହି ଗୋଶାଳା ବର୍ତ୍ତମାନ ଅବ୍ୟବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଛି। ସନାତନ ଧର୍ମ ଗୋ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଥିବା ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରିବେ? ସାଧାରଣ ଲୋକଙ୍କ ମନରେ ଦାବିର ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ ନିର୍ମିତ ଗୋଶାଳାରେ ଯଦି ଗୋବଂଶ ନାହାନ୍ତି, ତେବେ ଏହି ବିପୁଳ ଅର୍ଥ କେଉଁଠି କିପରି ବ୍ୟବହୃତ ହେଲା ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି। ଆସନ୍ତୁ ଶୁଣିବା ଆମର ପ୍ରତିନିଧି ରମେଶ ଇପିଲିଙ୍କ ସହିତ ଗୋଶାଳାର ମୁଖିଆ କ'ଣ କଥା ହେଉଛନ୍ତି, କିଭଳି ଭାବେ ତର୍କ ବିତର୍କ କରୁଛନ୍ତି ଶୁଣନ୍ତୁ। ଅଖା ନାହିଁ କି ବିରି ନାହିଁ, ହେଲେ ମୁହଁ ଭଡ଼କ କ'ଣ ପାଇଁ? ଏ ହେଉଛି ରାୟଗଡ଼ାର ଦୃଶ୍ୟ। ବଡ଼ ବଡ଼ କଥା କହୁଛନ୍ତି ଏହି ଗୋଶାଳାର ମାଲିକ। ଚଳୁ କରିଛନ୍ତି ସିଧାସଳଖ ଭାବେ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା। ଆସନ୍ତୁ ଶୁଣିବା କିଭଳି ଭାବେ ଯୁକ୍ତି କରୁଛନ୍ତି। ଆଜ୍ଞା ନମସ୍କାର। ରମେଶ ଜି ହ୍ୟାଲୋ ହଁ ନମସ୍କାର। ଆଉ ଆପଣ ଫୋନ କଲା ବେଳକୁ ମୁଁ ଟିକେ ଥାନାରେ ଥିଲି, ଆମର ଜେକେ ଥାନାରେ। ଆଚ୍ଛା ଆଚ୍ଛା। ହଁ ସାର୍, ଟିକେ କଥା ହେବାର ଥିଲା ସାର୍ ଆପଣଙ୍କ ସାଙ୍ଗରେ। କଣ ପାଇଁ ଫୋନ କରୁଥିଲେ ହେଲେ? ସାର୍ ମୁଁ ଗୋଟେ ସାମ୍ବାଦିକ ରାୟଗଡ଼ାରୁ। ହଁ ମୁଁ କାଲି ସିଂହପୁର ଦେବଗିରି ମନ୍ଦିରକୁ ଆସିଥିଲି। ହଁ ଆଉ ସେଠି ଗୋଶାଳାକୁ ପହଞ୍ଚିଲି। ହୁଁ ଗୋଶାଳରେ ଗାଈ ନାହିଁ ପାଇ ନାହିଁ, କଣ ଏଇଟା ମୁଁ ବୁଝିପାରିଲି ନାହିଁ। 50 ଲକ୍ଷ ଟଙ୍କା ସାହାୟତାରେ ସେ ଗୋଶାଲା ହେଇଛି ନା। ଗାଈ ନାହିଁ ଖାଲି। ନାହିଁ ସେଠି ଯେ ପାଣିର ସୁବିଧା ମାନେ ଇଏ କରାହେଇଛି ଏବେ। ହଁ ତ ଗାଈ ଯାକ ସବୁ ଆଣିକି ସେଠୁ ଚୋରି କରିକି କେତେଟା ଗାଈ ନେଇଗଲେ। ସେଟା ଥାନାରେ ଏତଲା ଦେଲେ ଆପଣ? ଦିଆ ହେଇଛି। ଆଜ୍ଞା, ହେଲେ ଏତେ ପଇସା ଦେଇକରି ସରକାରର ପଇସା ବର୍ବାଦ କରାହେଇଛି ହଉଛି। କରାହେଇଛି ତାର ପାଇଁ ସେ ଆଜ୍ଞା ଯୋଉ ଭାଇ ଯୋଗାଳି ନାଇଁ କି, ଶୁଣନ୍ତୁ ହଁ ସାର୍ ଗୋଟେ କଥା। ସାର୍ ସରକାର ଏତେ ଗୁଡେ ଖର୍ଚ୍ଚ କରୁଛନ୍ତି, ଆମେ ବି ଆମର ଜାଗା ବାଡି ସେଠି ଲଗେଇ ଦେଇଛୁ। ଆମର ଜାଗା ଆଉ କୋଉଟା ଅଛି କି? ଖାଲି ଗୋଶାଳା ହିଁ ଆମର ଜାଗା, ହେଲା ବୁଝିଲି ସାର୍। ବୁଝିହେଲା।
ମୋ ହଁ କଥା ସାର୍ ଶୁଣନ୍ତୁ ଆଗରେ। ସାର୍ ସେଇଠି ଆପଣ ଜାଣିଛନ୍ତି ଭଲ ଭାବରେ ହଁ ପୃଥିବୀର ସବୁଠାରୁ ବେଶୀ ଗଛ ଚାଲାଣ ହଉଥିବା ଜାଗା ହଉଛି ଆମର ରାୟଗଡା ଜିଲ୍ଲାରେ ଥିବା ଜାଗା, ମାନେ ଚଲେଇ ଚଲେଇ ନଉଥିବା ରାସ୍ତା ଆଜ୍ଞା ୱାର୍ଲଡ ରେ ରେକର୍ଡ ଅଛି। ଆପଣ ଜାଣିଛନ୍ତି କି ନାଇଁ? ଯଦି ଜାଣିନାହାନ୍ତି ଜାଣନ୍ତୁ ଏଇଟା। ସାର୍ କୁହନ୍ତୁ ସାର୍। ଗାଈ ଯେତେବେଳେ ରଖା ହେଲା, ପିଲାମାନେ ଯେତେବେଳେ ରହିଲେ ସେଠି, ଆଜ୍ଞା ରାତିରେ ଯାଇକିରି ଡରେଇଲେ। ସେ ଆଜବେଷ୍ଟ ଘର ଅଛି, ସେଠି ଟେକା ଯାକ ମାରିଲେ, ମାଟି ଟେକା। ମାଟି ହଁ ଟେକା ବୋଲେ ଦୁଷିବ ନାହିଁ ନା, ପଥର ହେଲେ ଦୁଷିବ, ମାଟି ଟେକା ଦୁଷିବ ନାହିଁ। ହାଲୋ ତ କୁହନ୍ତୁ ସାର୍, କୁହନ୍ତୁ ସାର୍। ସେଟା ଯାକ ମାରିଲେ। ହଁ ସାର୍ ମାରିବାରୁ ତମର ଫାଷ୍ଟ ଦିନ, ଗୋଟେ ଦିନ ବେଶୀ ନାହିଁ, ହଁ ସେମାନଙ୍କୁ ଟିକେ ଭୟ ଲାଗିଲା। ସକାଳେ କହିଲେ ଆସିକିରି, ଆଜ୍ଞା ରହୁଥିଲା ନା ସେଠି ଘର ଗୁରା ସବୁ। ମୁଁ ନିଜେ ବି ସେଠୁ ଏଇଟା ମାନେ ଏଇଟା ରହିବା ପାଇଁ ବୋଲି। ଏଇଟା 22-23 ମସିହାରେ ହବାଟା। ହୁଁ ଏଇଟା 25-24 ମସିହା ହୁଁ ହେଇଛି। ସେଇଠିକା ଅଛି ନା, ଗାଈ ଗୋରୁ ସବୁ ସେଇଠିକା ରଖା କୋଉଠି ହଉଥିଲା। କୋଉଠି ଗାଈ ଗୋଟେ ଗାଈ ନାଇଁ, ଖାଲି ଘାସ ଆପଣ ରଖୁଛନ୍ତି। କଣ କହିବା ପାଇଁ ଚାହୁଁଛନ୍ତି? ନାଇଁ ନାଇଁ ସେଟା ନା କଣ ଆପଣ ହେଇଛି? କଣ କହିବା ପାଇଁ ଚାହୁଁଛନ୍ତି? ମୁଁ ପଚାରୁଛି, ଆପଣ କଣ କହିବା ପାଇଁ ଚାହୁଁଛନ୍ତି ସାର୍ ମତେ କୁହନ୍ତୁ? ଆପଣଙ୍କୁ ମୁଁ ପଚାରିଲି ହଁ। ଆରେ କଥା ମୁଁ କଣ? କହୁଛି ପରା, ଗାଈ ଗୋରୁ ସେଇଠି ରଖା ହେଇଥିଲା। ହଁ ସବୁ ଆସିଲେ, ଆଜ୍ଞା ବର୍ଷେ ପାଖାପାଖି ବର୍ଷେ ଓପେନ କଲା ପରେ ବର୍ଷେ ରଖିଲୁ ସେଇଠି ଗାଈ। ଆଜ୍ଞା ଯେତେବେଳେ ଡରେଇଲେ, ମୁଁ ବାହାରେ ଅଛି ଏବେ, ଆଜ୍ଞା ଡରେଇଲେ ଯେତେବେଳେ, ସେ କହିଲା ମୁଁ ରହିବି ନାହିଁ। ତାପରେ ଆଜ୍ଞା ଗାଈ ଚୋରି ହେଲା ସେଇଠୁ, ଗାଈ ଆଜ୍ଞା ଚୋରି ହେବା ପରେ ଥାନାରେ ଜଣେଇଲୁ। ଆଜ୍ଞା ତାପରେ ଗାଈ ଯାକ ଆଣିକିରି ଏବେ ଏଇଠି ରଖିଛୁ, ଯେହେତୁ ଗାଈ ତ ବେଶୀ ନାହିଁ ନା। କୋଉଠି ରଖୁଛନ୍ତି ଏବେ ଗାଈ? ଗାଈ ସାମ୍ନାରେ ଅଛି, ଘର ସାମ୍ନାରେ ଆଶ୍ରମରେ ଏକା ଅଛି। ଆଶ୍ରମରେ ପଚାଶ ଷାଠିଏ, ସେଠି ପଚାରିଲା ବେଳେ ପଚାରନ୍ତୁ। ଆପଣ ଗୋଟେ ଆଜ୍ଞା ଚୋରକୁ ମୁଁ କଣ ପଚାରିଲା ବେଳେ ସାର୍ ପଚାରିଲେ ଭଲ ଲାଗିବ କି? ନାଇଁ ଆପଣ ଆପଣଙ୍କୁ ପଚାରୁଛନ୍ତି, ଶୁଣନ୍ତୁ ଠିକ ଅଛି, ମୁଁ ସାର୍ ସମ୍ମାନ ତ ଦଉଛି ଶୁଣନ୍ତୁ ନା। ସାର୍ ଶୁଣନ୍ତୁ ଆପଣ ପଚାରିଲା ଭଳିଆ ପଚାରିଲେ ମୁଁ ଖୁସି ହେବି। ସାର୍ ଏଇଟା ଆପଣ ସବୁ ଏମିତି ଡାଉଟ ରେ ପଚାରିବେ। ସାର୍ ହଁ ଶୁଣନ୍ତୁ। ଏବେ ବୁଝିଗଲେ ତ କଥାଟା? ସାର୍ କଥା ଶୁଣନ୍ତୁ, ପୁରା କଥା ହଁ ମୁଁ ପଚାରୁନ୍ତୁ, ହଁ ଶୁଣନ୍ତୁ ପୁରା। ହଁ ଆପଣ ଯୋଉଠି ଗାଈ ରଖୁଛନ୍ତି ବୋଲି କହିଲେ, ସେଇଟା ହୁଁ ମଧ୍ୟ ଭିଜୁଆଲ କାଢିଛି। ସେଠି ମଧ୍ୟ ହୁଁ ଜିପିଏସ୍ ଭିଜୁଆଲ କାଢିଛି। ଗୋଟେ ପାଣି ଟୁପା ହେଲା ନାଇଁ, ଗାଈ ସକାଳ 6ଟା ବେଳକୁ ଗାଈ ନାହିଁ ଆଜ୍ଞା ସେଠି। ସେଠି ମଧ୍ୟ ନୂଆ କେତେବେଳେ ନୂଆ କାଲି ସକାଳ 6ଟା ଯାଇଥିଲେ? ବେଳକୁ ମୁଁ ଯାଇଛି। ମୋର ଜିପିଏସ୍ ଭିଜୁଆଲ ଅଛି। ଏବେ ଆପଣ ସାଙ୍ଗରେ କଥା ହେବାଟା ମଧ୍ୟ କଲ ରେକର୍ଡ ଅଛି। ଆପଣ କିଛି ହୁଁ ଅସୁବିଧା ନାହିଁ। ଆପଣ ରିକ୍ସା ହଉଛନ୍ତି ସିନା, ମୁଁ ରିକ୍ସା ହଉନାହିଁ। ହଁ ଆପଣ ହଁ କହୁଛନ୍ତି ସେଇଠି ଅଛି ନା, ଗାଈ ଆପଣ ଅଛି ବୋଲେ ନାଇଁ ନାଇଁ ଖରା ମାସ ଏଇଟା। ଆଜ୍ଞା ବାହାରେ ଚରିବ, ବାହାରେ ଶୋଇବେ। ଏବେ ଯଦି ହେବ ବୋଇଲେ ଆସିବେ। ସେଠି କଣ ସେମିତି କି? ଜଗୁଆଳି କିଏ ଅଛି ନା, କିଏ ପଇସା ଦଉଛି ନା କଣ ନା? ହଉ ଆଜ୍ଞା ସେଟାକ ପଚାର ଆଉ ଯୋଉଟା ପଚାରିଲେ। ରେକର୍ଡିଂ ରଖିଛନ୍ତି ପରା, ନାଇଁ ରଖିଥାନ୍ତୁ ସେଟା। ନାଇଁ ସେଟାକ ଆପଣ କହିଦଉଛି ଆଜ୍ଞା। ମୁଁ ହୁଁ ଭୁଲ ତ ପଚାରୁନି ନା ଆପଣଙ୍କୁ। ଆପଣ ରେସା ହଁ ହେଇଯାଉଛନ୍ତି, ବିଡରଉଛନ୍ତି ଆପଣ। ରିସା ହଉଛି ବୋଲେ ଆପଣ ଚୋରକୁ ପଚାରିଲା ଭଳିଆ ଚୋର ପଚାରୁଛନ୍ତି। କଣ ସେ ତ ଆଜ୍ଞା, କଣ ରହୁନଥିଲା। ହେଇଛି ବୋଲି ପଚାରୁଛି ଆଜ୍ଞା। ହଁ ଆପଣଙ୍କର ଯାହା ଅଣ୍ଡରରେ ଯୋଉଟା ଚାଲିଛି, ହୁଁ 4 ବର୍ଷ ହେଲା ଏବେ ପର୍ଯ୍ୟନ୍ତ ଗୋଟେ ଗାଈ ହେଲେ ରଖୁନାହାନ୍ତି। ଟେକା ମାଡ ପୁଣି ସେଇ ବଦମାସି ଶୁଣନ୍ତୁ କଥା କହିଲେ ଆପଣ। ସାର୍ ଆପଣ 4 ସେ ବର୍ଷ କଥା ହେଲା ଗୋଟେ ଗାଈ ରଖୁନାହାନ୍ତି, ତାର ଫଟୋ କାଇଁ ଦେଖେଇବି କି କୋଉଠି ଆପଣଙ୍କୁ? ଆଜ୍ଞା ଫୋଟୋ ଦେଖେଇଲେ ହବ ଆଉ ଆଜ୍ଞା ଯିବେ। ବିବିଆଙ୍କୁ ପଚାରନ୍ତୁ, ଆପଣ ସେ ଡିପାର୍ଟମେଣ୍ଟ କୁ ପଚାରନ୍ତୁ କଣ ପଚାରୁନ ହେବା ସେଇଟା ସେଇଟା କାରଣରୁ ମୁଁ ଆମେ ପଚାରୁ ଜଣେଇ ବି ହଉ ଦେଇଛୁ ହଉ ନା। ହଉ ଜଣାଇଦେବି। ଡିପାର୍ଟମେଣ୍ଟ କୁ ଜଣେଇ ମାଟି ବି ଟାକା ଦେଇଛୁ ଏମିତି ଏମିତି। ଆପଣ ତ କହିଲେ ନା, ହୁଁ ମାଟି ଟାକା ଗୋଟେ ରାତି ହଁ ଆଗା। ହଁ ଗୋଟେ ରାତି ଫିଙ୍ଗିଲେ ଆପଣ ତ ଗାଈ ଚୋରି ହେଇଯାଇଛି। ସବୁ ହେଇଯାଇ ହଉ ଠିକ ଅଛି। ଆପଣ ଯୋଉଟା କହିଲେ ସେଇଟା ଆଗ କହିବୁ, ଆମେ ଲେଖିବୁ ନା। ଆପଣ ହୁଁ ଯୋଉଟା କହିଲେ ସେଟା ଆମେ ଲେଖିବୁ। ସେଥିପାଇଁ ଆପଣ ଫୋନ କରି ସେଇଟା ପଚାରିଲେ। ହଁ ହଉ ସାର୍ ରହିଲି ସାର୍। ହଁ।